ଆପଣଙ୍କ ଜାତକରେ ଯଦି କେତୁ ଅଶୁଭ ଫଳ ଦେଉଥିବେ କେମିତି ଜାଣିବେ ଜାଣିଛ ନା ହଠାତ୍ ଆପଣଙ୍କର ଫାଇନାନ୍ସିଆଲ ବ୍ଲକେଜ୍ ହେଇଯିବ, ଘରେ ଛୁଆ ପିଲା ଥିଲେ ସେମାନଙ୍କ ଦେହ ଖରାପ ହେବ, ଗୃହପାଳିତ ପଶୁ ଥିଲେ ସେମାନଙ୍କର ଦେହ ଖରାପ ହେବ, ଆପଣ ସବୁବେଳେ ମାନସିକ ଅଶାନ୍ତିରେ ରହିବେ, ବିଜନେସ୍ ଚାଲୁଥିଲେ ବିଜନେସ୍ ବନ୍ଦ ହେଇଯିବ। ଯଦି ଆପଣ କୌଣସି ଜ୍ୟୋତିଷଙ୍କୁ ଦେଖେଇଲେ ସେ କହିଲେ ଯେ ଆପଣଙ୍କର କେତୁ ଅଶୁଭ ଅଛନ୍ତି, ତେବେ କ'ଣ କରିବେ? ଆପଣ ଆମର ଯେଉଁ ରୂପା ମିଳୁଛି ମାନେ କୌଣସି ଅର୍ଣ୍ଣାମେଣ୍ଟ ନଥିବ, ପିଓର ରୂପା ହେଇଥିବ, ସେଥିରୁ ଅଳ୍ପ ଟିକେ ନେଇକି ଆପଣ ଯେକୌଣସି ଦିନ ଜଳ ପ୍ରବାହ କରିଦେବେ। ସେ ରୂପାକୁ ନଦୀ ଜଳରେ ଭସେଇବେ, ବନ୍ଧ କିମ୍ବା ପୋଖରୀରେ ଭସେଇବେନି, ସମୁଦ୍ରରେ ଭସେଇବେନି, ପ୍ରବାହିତ ଜଳରେ ମାନେ ନଦୀ ଜଳରେ ଆପଣ ତାକୁ ପ୍ରବାହିତ କରିଦେବେ। ଏବଂ ଯଦି ମା ଅଛନ୍ତି ଆପଣଙ୍କର କିମ୍ବା କୌଣସି ମାତୃତୁଲ୍ୟ ମା ଯଦି ନାହାନ୍ତି, କୌଣସି ମାତୃତୁଲ୍ୟ ବ୍ୟକ୍ତି ଅଛନ୍ତି, 108 ଦିନ ମାନେ ଆଜିଠୁ ଆରମ୍ଭ କରି 108 ଦିନ ପର୍ଯ୍ୟନ୍ତ ଏହିପରି ହିସାବରେ ଆପଣ ପ୍ରତ୍ୟେକ ଦିନ ତାଙ୍କର ପାଦ ସ୍ପର୍ଶ କରିକି ଆଶୀର୍ବାଦ ନେବେ। ଆପଣଙ୍କର କେତୁ ଏକଦମ କରେକ୍ଟ ରିଜଲ୍ଟ ଦେବେ। କୌଣସି ନେଗେଟିଭ୍ ଏଫେକ୍ଟ ମାନେ କେତେ ଖରାପରେ ଆପଣଙ୍କର କେତୁ ଥିଲେ ମଧ୍ୟ ଆପଣଙ୍କୁ ଖରାପ ରିଜଲ୍ଟ ମିଳିବ ନାହିଁ।